ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମା ଶିବ ଭଗବାନଙ୍କୁ କୋଟି କୋଟି ନମନ। ମୋର ମଧୁର ଭାଇ ଓ ଭଉଣୀମାନଙ୍କୁ ପ୍ରଣାମ। ଆଜି 1/7/2025 ମସିହା। ବାବା ମୁରଲୀ ମାଧ୍ୟମରେ ଆଜି ଆମକୁ ପାଠ ପଢ଼ିବାର ବିଧି ବିଧାନ ବତେଇଛନ୍ତି। ଆମେ ଯେତେବେଳେ ପ୍ରଥମେ ବିଲକୁଲ କିଛି ଜାଣିନଥିଲେ, ବାବା ଯେଉଁ ସୃଷ୍ଟିଚକ୍ରର ଜ୍ଞାନ, ଆତ୍ମାର ଜ୍ଞାନ, ପରମାତ୍ମା ଜ୍ଞାନ, ସୃଷ୍ଟିର ଆଦି ମଧ୍ୟ ଅନ୍ତର କଥା, ବିଭିନ୍ନ ପ୍ରକାର ଗୁହ୍ୟ କଥା ଆମକୁ ବୁଝେଇଲେ, ଆମେ ସେ ବିଷୟରେ କିଛି ଜାଣିନଥିଲେ। ସେତେବେଳେ ଆମେ ଚିତ୍ର ଦେଖି ପାଠ ପଢ଼ୁଥିଲେ। ଯେମିତି ପ୍ରାଇମେରୀ ସ୍କୁଲରେ ପିଲାଟିଏ କିଛି ପାଠ ପଢ଼ିନି, ସ୍କୁଲକୁ ଆସିଛି, ଗୋଟିଏ ଆପୁଲ ଚିତ୍ର ଦେଖେଇକି ଏ ଫର୍ ଆପୁଲ, ବି ଫର୍ ବଲ୍ ଚିତ୍ର ଦେଖେଇକି ପାଠ ପଢ଼ା ହେଉଛି। କିନ୍ତୁ ସେ ପାଠ ଅଧିକ ପଢ଼ି ସାରିଲା ପରେ ଆଉ ଚିତ୍ରର ଆବଶ୍ୟକତା ନାହିଁ। ସେମିତି ଆମେ ବର୍ତ୍ତମାନ ବାବାଙ୍କ ଠାରୁ ପାଠ ପଢ଼ି ପଢ଼ି ଆମ ବୁଦ୍ଧିରେ ସବୁ ଜ୍ଞାନ ରହିଗଲାଣି। ଆଉ ଆମର ଚିତ୍ରର ଆବଶ୍ୟକତା ନାହିଁ। ବାବା କହୁଛନ୍ତି, ଆବଶ୍ୟକ ସ୍ଥଳେ ନୂଆ ପିଲାମାନେ ଆସିଲେ ତାଙ୍କୁ ତୁମେ ଚିତ୍ର ଦେଖେଇ ପାଠ ପଢ଼େଇ ପାର, କିନ୍ତୁ ନିଜେ ଆଉ ଚିତ୍ର ଦେଖିକି ସମୟ ନଷ୍ଟ କର ନାହିଁ। ଆମର ପ୍ରଧାନ କାମ ହେଲା ଭଗବାନଙ୍କୁ ୟାଦ କରିବା ବା ମନେ ପକେଇବା। ଆଉ ସେଇ ୟାଦ ବଳରେ ହିଁ ଆମର ପାପ କଟିବ, ଆମେ ସ୍ୱର୍ଗକୁ ଯିବା ବା ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା। ବାବା କ'ଣ ସବୁ କହିଛନ୍ତି? ଯେ ସୃଷ୍ଟିଚକ୍ରର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଇଛନ୍ତି। ଚଢ଼ତି କଳାରେ ଆମେ କେମିତି ସଙ୍ଗମ ଯୁଗରେ, ପୁରୁଷୋତ୍ତମ ଯୁଗରେ ସ୍ୱୟଂ ପରମପିତା ପରମାତ୍ମା ଧରା ଅବତରଣ କରି ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ଗୁହ୍ୟ ରାଜ ସବୁ ବତେଇଛନ୍ତି। ପାଠ ପଢ଼ାର ଅମୂଲ୍ୟ ବିଧି ବାବା ଶିଖେଇଛନ୍ତି। ଆମ ବୁଦ୍ଧିରେ ଜ୍ଞାନର ସାର ରହିଗଲାଣି। ଆଉ ଆମେ ଚିତ୍ର ଦେଖି ପାଠ ପଢ଼େଇବା ନାହିଁ ବା ନିଜେ ପଢ଼ିବା ନାହିଁ। କେବଳ ଭଗବାନଙ୍କୁ ୟାଦ କରିବା ଆଉ ଅନ୍ୟମାନଙ୍କୁ ଭଗବାନଙ୍କୁ ମନେ ପକାଇବା ପାଇଁ ପ୍ରେରଣା ଯୋଗାଇବା ବା ପ୍ରେରିତ କରିବା। ବାବା କହିଲେ, ପଛରେ ଆମ ବୁଦ୍ଧିରେ କେଉଁ ଜ୍ଞାନ ରହିବ? ବାବା କହିଲେ ଯେ ଆମ ବୁଦ୍ଧିରେ ଆମେ ପବିତ୍ର ହୋଇ ଘରକୁ ଯିବା। ଏବେ ଘର ଯିବା ବେଳ ହେଇ ଆସିଲାଣି। ଆମେ ପୁଣି ନୂଆ ଚକ୍ରରେ ଆସିବା। ଏ ସୃଷ୍ଟି ଚକ୍ରର ଅନ୍ତ ସମୟ। ଏଇ ଅନ୍ତ ସମୟରୁ ପୁଣି ଆମେ ଶାନ୍ତିଧାମ ଯାଇ ନୂଆ ଚକ୍ରରେ ଆସିବା। ସିଏ ହେଉଛି ସତ୍ୟଯୁଗ। ସେଠି ଆମେ ଚନ୍ଦ୍ରବଂଶୀ ହେବା। ପୁଣି ସତ୍ୟଯୁଗରୁ ଦ୍ୱାପରକୁ ଆସିଲେ ସେଠି ସୂର୍ଯ୍ୟବଂଶୀ ହେବା। ଦ୍ୱାପର ଯୁଗ, ସତ୍ୟଯୁଗରୁ ତ୍ରେତା ଯୁଗକୁ ଆସିବା, ଚନ୍ଦ୍ରବଂଶୀ ହେବା। ତାପରେ ଦ୍ୱାପର ଯୁଗରେ ବୈଶ୍ୟବଂଶୀ ହେବା। ତାପରେ କଳି ଯୁଗରେ ଶୂଦ୍ରବଂଶୀ ହେବା। ପୁଣି ଯେତେବେଳେ ବାବା ଆସିବେ ଏଇ ସଙ୍ଗମ ଯୁଗରେ, ବାବାଙ୍କ ଠାରୁ ଜ୍ଞାନ ଶୁଣିବା ପାଇଁ, ବାବା ତ ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଦେବେ। ଆମେ ବ୍ରହ୍ମାବତ୍ସ ହେବା ବା ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ହେବା, ଈଶ୍ୱରୀୟ ସନ୍ତାନ ହେବା, ସ୍ୱୟଂ ପରମପିତା ପରମାତ୍ମାଙ୍କର ଭାଗ୍ୟବାନ ସନ୍ତାନ ହେବା। ତାଙ୍କର ପରିଚୟ ପାଇ ନିଜକୁ ଆତ୍ମା ରୂପେ ଭାବି ସେ ଆମର ଆତ୍ମାର ପିତା ପରମାତ୍ମା ଜାଣି ତାଙ୍କ ସହିତ ଯୋଗ ଲଗେଇ ଆମେ ତାଙ୍କର ବେହଦ ସମ୍ପତ୍ତିର ଅଧିକାରୀ ହେବା। ତାଙ୍କ ସାଥିରେ ଶାନ୍ତିଧାମ ଯିବା। ଶାନ୍ତିଧାମରୁ ପୁଣି ଆମର ପୁରୁଷାର୍ଥ ବଳରେ ଆମେ ଯେଉଁ ପ୍ରାଲବ୍ଧ ପାଇଥିବା ସେଥିରେ ପୁଣି ସତ୍ୟଯୁଗକୁ ଆସିବା। ଆଉ ସିଡ଼ି ଚିତ୍ର ଦେଖେଇଛନ୍ତି। ସିଡ଼ି ଚିତ୍ର ମାଧ୍ୟମରେ ଆମେ ବୁଝି ଯାଇଛେ ଯେ ଆତ୍ମା କେମିତି ସତ୍ୱପ୍ରଧାନ ହେଇକି ସତ୍ୟଯୁଗକୁ ଯାଇଛି। ଆସ୍ତେ ଆସ୍ତେ ତାର କଳା ହରଣ ହୋଇଛି। ପୁଣି ଦ୍ୱାପର ଯୁଗରୁ ରାବଣ ରାଜ୍ୟରେ ସେ ପୁଣି ବିକାର ସଂସ୍କାରରେ
ନିଜକୁ ଆତ୍ମାରେ ବିକାର ସଂସ୍କାର ହୋଇ ଆତ୍ମା କଳଙ୍କିତ ହୋଇଯାଇଛି। ପୁଣି କେମିତି ଭଗବାନ ଆସି ପୁଣି ଆତ୍ମାକୁ ପାବନ କରୁଛନ୍ତି। ଇଏ ସବୁ ଜ୍ଞାନ ଆମ ମନରେ ରହିବ। ବାବା କହିଲେ 84 ଚକ୍ର ଆମ ବୁଦ୍ଧିରେ ରହିଛି। ଆମ ଆତ୍ମା କେମିତି 84 ଚକ୍ର ବା 84 ଜନ୍ମରେ ଭେରାଇଟି ଜନ୍ମ ତାର, ବିଭିନ୍ନ ରଙ୍ଗ ରୂପ ସବୁ ତାର ଅଲଗା ରହିଛି। ପ୍ରତ୍ୟେକ ଜନ୍ମରେ ନାମ ଅଲଗା, ରୂପ ଅଲଗା ରହିଛି। ସେଇ କଥା କହିଲେ ଯେ ତୁମେମାନେ ସେ କଥା ସବୁ ଜାଣିଗଲ, ବିରାଟ ରୂପର ଚିତ୍ର ବି ଦେଖିଲ। ପୁଣି ମୂଳ ବତନରୁ ପ୍ରଥମେ ଯେତେବେଳେ ସତ୍ୟଯୁଗକୁ ଯିବା ସେତେବେଳେ ଦେବୀ ଦେବତା ଧର୍ମ ଥିବ। ଆଦି ସନାତନ ଦେବୀ ଦେବତା ଧର୍ମ, ଏକ ରାଜ୍ୟ, ଏକ ଭାଷା, ଏକ ରାଜା, ସବୁ ଏକତା ସୂତ୍ରରେ ସମସ୍ତେ ବାନ୍ଧି ହୋଇ ରହିଥିବେ। ଚିତ୍ର ମନେ ରହିବା ଦରକାର ନାହିଁ। କେବଳ ଅନ୍ତ ସମୟରେ ମୁଁ ଆତ୍ମା ବୋଲି ଭାବନା ଥିବ। ମୁଁ ଆତ୍ମା, ମୋର ପିତା ପରମପିତା ପରମାତ୍ମା। ଏଇ ଦୁଇଟି କଥା ଆମେ ମନେ ରଖିବା। ତା ସହିତ ଭଗବାନଙ୍କର ସନ୍ତାନ ହୋଇ ଆମେ ତାର ବେହଦ ସମ୍ପତ୍ତିର ମାଲିକ ହୋଇ ଯାଇଥିବା। ଚିତ୍ର ହେଉଛି ଭକ୍ତି ମାର୍ଗର ଚିତ୍ର। ଜ୍ଞାନ ମାର୍ଗରେ କେବଳ ପାଠ ପଢ଼ା। ଚିତ୍ରକୁ ଜ୍ଞାନ ମାର୍ଗରେ କରେକ୍ସନ୍ କରାଯାଇଛି। ନହେଲେ ସମସ୍ତେ ଭାବିବେ ଏମାନେ ନାସ୍ତିକ, କିଛି ଚିତ୍ର ଜାଣୁନାହାନ୍ତି କି ବୁଝୁନାହାନ୍ତି। ତେଣୁ ଭକ୍ତି ମାର୍ଗର ଚିତ୍ରକୁ ଜ୍ଞାନ ମାର୍ଗରେ କରେକ୍ସନ୍ କରାଯାଇଛି। ଯେମିତି କୁହାଯାଉଛି ଗୀତା ଜ୍ଞାନଦାତା ଶ୍ରୀକୃଷ୍ଣ, କିନ୍ତୁ ପ୍ରକୃତରେ ଗୀତା ଜ୍ଞାନଦାତା ଶିବ ବାବା। ସେଠି ଚିତ୍ର କରେକ୍ସନ୍ କରାଯାଇଛି। କେବଳ ଆମେ ଜାଣିଛେ ଶିବ ବାବା ହେଉଛନ୍ତି ଅଜନ୍ମା। ସେ ଅବତରଣ କରିଛନ୍ତି। ସେ ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ଗୀତା ଜ୍ଞାନ ଦେଇଛନ୍ତି। ଏ କଥା ଅନ୍ୟ ଲୋକମାନେ ଜାଣନ୍ତି ନାହିଁ। ଯେମିତି ବାବାଙ୍କ ବୁଦ୍ଧିରେ ସାରା ପୃଥିବୀର ଇତିହାସ, ଭୂଗୋଳ ଆଉ ଆତ୍ମାର 84 ଚକ୍ର, ଆତ୍ମା କେମିତି ବୁଲୁଛି ବା ଘୁରୁଛି, ବିଭିନ୍ନ ଜନ୍ମ ପାଉଛି, ଏ କଥା ବାବାଙ୍କ ବୁଦ୍ଧିରେ ଅଛି। ସେମିତି ଆମ ବୁଦ୍ଧିରେ ଆମେ ପ୍ରଥମେ ସୂର୍ଯ୍ୟବଂଶୀ ଥିଲେ, ପୁଣି ତ୍ରେତୟା ଯୁଗରେ ଚନ୍ଦ୍ରବଂଶୀ ହୋଇଛେ, ପୁଣି ଦ୍ୱାପର ଯୁଗରେ ବୈଶ୍ୟବଂଶୀ ହୋଇଛେ, ପୁଣି କଳି ଯୁଗରେ ଆମେ ଶୂଦ୍ରବଂଶୀ ହେଲେ, ପୁଣି ସଙ୍ଗମ ଯୁଗରେ ବାବା ଆସିକି ପୁରୁଷୋତ୍ତମ ଯୁଗରେ ଆମକୁ ଉତ୍ତମ ପୁରୁଷୋତ୍ତମ କରୁଛନ୍ତି ବା ଆମ ଆତ୍ମାଙ୍କୁ ପତିତରୁ ପାବନ କରୁଛନ୍ତି। ଆମେ ପୁଣି ସେଇ ବାବାଙ୍କ ସାଥିରେ ଶାନ୍ତିଧାମ ଯିବା। ଏଇ କଥା ଆମ ଆତ୍ମାରେ ଆମେ ଜାଣିପାରିଲେ, ଆତ୍ମାକୁ ଘୁରେଇକି ବା ସ୍ୱଦର୍ଶନ ଚକ୍ରଧାରୀ ହୋଇ। ବାବା କହିଲେ ଯେ ଆମ ବୁଦ୍ଧିରେ ପୁରା ଯଥାର୍ଥ ଜ୍ଞାନ ଅଛି, ବିନା ଚିତ୍ରରେ ଆମେ ବୁଝେଇ ପାରିବା। କିନ୍ତୁ ଯେଉଁମାନେ ବିଲକୁଲ କିଛି ବୁଝିନାହାନ୍ତି, ଜାଣିନାହାନ୍ତି, ତାଙ୍କୁ ଆମେ ଚିତ୍ର ଦେଖେଇକି ବୁଝେଇବା। ଗୋଲାର ଚିତ୍ର ଅଛି। ସେ ଗୋଲା ଚିତ୍ରରେ 5000 ବର୍ଷର କାହାଣୀ ଲେଖା ହେଇଛି ବା ବୁଝେଇ ଦିଆଯାଇଛି। ଏଇ ସୃଷ୍ଟି ଚକ୍ରରେ 5000 ବର୍ଷ ଭିତରେ କେମିତି କ'ଣ ହୋଇଛନ୍ତି, କେଉଁ ଧର୍ମାତ୍ମା, ମହାତ୍ମା, ଦେବୀ ଦେବତା ଇତ୍ୟାଦି ସେମାନଙ୍କର ସବୁ କେବେ ଆଗମନ ହେଇଛି, ସବୁ କଥା ଦର୍ଶେଇ ଦିଆଯାଇଛି। ଆମ ପ୍ରକୃତରେ ଗୋଟିଏ କଳ୍ପର ଆୟୁଷ ହେଉଛି 5000 ବର୍ଷ, କିନ୍ତୁ ଭକ୍ତି ମାର୍ଗରେ ତାକୁ 1,00,000 ବର୍ଷ ବୋଲି କହିଦେଇଛନ୍ତି। ବାବା ସେଇଠି ବୁଝେଇ ଦେଉଛନ୍ତି 5000 ବର୍ଷରେ ତ ଏତେ ଲୋକ ସଂଖ୍ୟା, ଯଦି 1,00,000 ବର୍ଷ ହେଇଥାନ୍ତା ତାହେଲେ କେତେ ଲୋକ ସଂଖ୍ୟା ହେଇଥାନ୍ତା, କେମିତି ଲୋକ ଏ ଦୁନିଆରେ ବଞ୍ଚିଥାନ୍ତେ, ସେ କଥା ଆମେ ବୁଝିବା ଦରକାର। ବାବା କହିଲେ ଜନଗଣନା ହେଉଛି ଖ୍ରୀଷ୍ଟାବ୍ଦ ଯେବେଠାରୁ ପ୍ରଚଳିତ ହେଲା, ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପରେ, ଏବେ ଦେଖୁଛେ ଖ୍ରୀଷ୍ଟିଆନ ମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି, ହିନ୍ଦୁମାନଙ୍କ ସଂଖ୍ୟା କମି ଯାଉଛି। ବାବା କହିଲେ ଯିଏ ପୁରା ରୀତିରେ ପାଠ ବୁଝି ଯାଇଛି ସେ ମଧ୍ୟ ଅନ୍ୟକୁ ବିନା ଚିତ୍ରରେ ପାଠ ପଢ଼େଇବେ। ଏବେ ସୃଷ୍ଟିରେ ଅଧିକ ଲୋକ, ତେଣୁ ବହୁତ ଅଭାବ, ଅନାଟନ, ସବୁ ପ୍ରକାର ଦୁଃଖ, ଅଶାନ୍ତି,
ପରିବେଶ ସବୁ ପ୍ରଦୂଷିତ, ମାନେ ସବୁ ଦୁଃଖ ହିଁ ଦୁଃଖ। ତତ୍ତ୍ୱ ସବୁ ଦୁଃଖ ଦେଉଛି, ପ୍ରକୃତି ଦୁଃଖ ଦେଉଛି, ମଣିଷ ବି ମଣିଷଙ୍କୁ ଦୁଃଖ ଦେଉଛନ୍ତି। ଇଏ ହେଉଛି ଦୁଃଖ ଧାମ। କିନ୍ତୁ ନୂଆ ଦୁନିଆକୁ ଆମେ ଯିବା। ଏଠି ଜନସଂଖ୍ୟା ଅଧିକ, ନୂଆ ଦୁନିଆରେ ଜନସଂଖ୍ୟା କମ୍। କାରଣ ନୂଆ ଦୁନିଆରେ ପବିତ୍ରତା ଥାଏ। ପବିତ୍ରତା କାରଣରୁ ଜନସଂଖ୍ୟା କମ୍। ନୂଆ ଦୁନିଆ କେମିତି ସ୍ଥାପନ ହେବ, କିଏ ସ୍ଥାପନ କରିବ, ଏକଥା ବାବା ହିଁ ବୁଝାନ୍ତି। ତା ଛଡ଼ା ଅନ୍ୟ କିଏ ଏ ବିଷୟରେ ଜାଣି ନାହାନ୍ତି। ଆମେ କେବଳ ଭକ୍ତି ମାର୍ଗରେ ଜାଣି ଦେଇଛେ ଯେ ବ୍ରହ୍ମା ସ୍ଥାପନ କରନ୍ତି, ଶଙ୍କର ବିନାଶ କରନ୍ତି। କିନ୍ତୁ ବାବା କହୁଛନ୍ତି କରନ କରାବନହାର ସିଏ ନିଜେ କେବଳ ଏମାନଙ୍କୁ ମାଧ୍ୟମ କରିଥାନ୍ତି ବା ଏମାନେ ନିମିତ୍ତ ଭାବରେ କାର୍ଯ୍ୟ କରିଥାନ୍ତି। ବାବା କହିଲେ ସିଏ ହେଉଛନ୍ତି ଜ୍ଞାନର ସାଗର। ଆତ୍ମାକୁ ଆମକୁ କେତେ 84 ଜନ୍ମ କାହାଣୀ ବୁଝେଇ ଦେଇଛନ୍ତି। ଆମ ବୁଦ୍ଧିରେ ସେ କଥା ରହିଛି। ଆମେ ଏବେ ନର୍କରୁ ସ୍ୱର୍ଗକୁ ଯିବା। ତେଣୁ ମନରେ ଆମର ବହୁତ ଖୁସି ରହିବା କଥା। କାହିଁକିନା ଆମେ ନର୍କ ଦୁନିଆରୁ ସ୍ୱର୍ଗ ଦୁନିଆକୁ ଯିବା। ସେଠି ତ ସବୁ ପ୍ରାପ୍ତି, ଅପ୍ରାପ୍ତି ବୋଲି କୌଣସି ଜିନିଷ ନାହିଁ। ଯାହାର ଯାହା ଦରକାର ସବୁ ସେଠାରେ ରହିଛି, ପୁରା ସବୁ ମହଜୁଦ। ସତ୍ୟ ଯୁଗରେ ଦୁଃଖର ନାମ ନିଶାନ ନାହିଁ। ଏଠାରେ କିନ୍ତୁ ପ୍ରାପ୍ତି କରିବା ପାଇଁ ପୁରୁଷାର୍ଥ କରିବାକୁ ପଡ଼ୁଛି। ସତ୍ୟ ଯୁଗରେ ପୁରୁଷାର୍ଥ ଦରକାର ନାହିଁ, ସେଠାରେ ପ୍ରାଲବ୍ଧ ଭୋଗ କରାଯିବ। ଏବେ ଯିଏ ଯେତେ ପୁରୁଷାର୍ଥ କରିଛି ସେଇ ଅନୁଯାୟୀ ସେଇ ପ୍ରକାର ସେ ପଦ ପାଇବ, ସେଇ ପ୍ରକାର ସମ୍ପତ୍ତିର ସେ ଅଧିକାରୀ ହେବ। ବାବା କହିଲେ ସତ୍ୟ ଯୁଗରେ ସବୁ ସୁଖ ମହଜୁଦ ଅଛି। କିନ୍ତୁ ଏଇ କଳି ଯୁଗରେ କେତେକ ଧନୀ ଲୋକଙ୍କ ପାଖରେ କିଛି ସୁଖ ମହଜୁଦ ଅଛି ବା ଧନ ସମ୍ପତ୍ତି ମହଜୁଦ ଅଛି। ସିଏ ଭାବନ୍ତି ଆମେ ସ୍ୱର୍ଗରେ ଅଛୁ। ଗରିବ ଲୋକ ଯାହା ପାଖରେ ଅଭାବ ଅସୁବିଧାରେ ଯେଉଁମାନେ ଚଳୁଛନ୍ତି ସିଏ ଭାବୁଛନ୍ତି ନର୍କରେ ଅଛୁ। ସିଏ ଭାବନ୍ତି ଏଇ ଦୁନିଆରେ ସ୍ୱର୍ଗ, ଏଇ ଦୁନିଆରେ ନର୍କ। କିନ୍ତୁ ବାବା ବୁଝେଇ ଦେଉଛନ୍ତି ଭାରତ ବର୍ଷରେ ପ୍ରକୃତରେ ସ୍ୱର୍ଗ ହେବ। ଏବେ ନର୍କ ଦୁନିଆ ଚାଲିଛି, କିନ୍ତୁ ଏକକାଳୀନ ନର୍କ ଦୁନିଆ କି ସ୍ୱର୍ଗ ଦୁନିଆ ଏକକାଳୀନ ରହନ୍ତିନି। ଏଇ ଦୁଃଖ ଧାମର ବିନାଶ ହେଲା ପରେ ସୁଖଧାମ ହେବ। ବାବା କହିଲେ ଯେ ଯେଉଁମାନେ କହୁଛନ୍ତି ବର୍ତ୍ତମାନ ସୁଖୀ ବା ସ୍ୱର୍ଗରେ ଅଛନ୍ତି ସେ ଗୋଟିଏ ଜନ୍ମ ପାଇଁ, କିନ୍ତୁ ଆମେମାନେ ଯେଉଁମାନେ ଭଗବାନଙ୍କୁ ଚିହ୍ନି ପବିତ୍ର ହୋଇ ସ୍ୱର୍ଗକୁ ଯିବା 21 ଜନ୍ମ ପାଇଁ ଆମେ ସବୁ ପାଇବା। ଆମ ପାଖରେ ସବୁ ମହଜୁଦ ରହିବ। କିନ୍ତୁ ଏ କଳି ଯୁଗରେ ବେମାର ବି ଅଛି। ସତ୍ୟ ଯୁଗରେ ବେମାର ବି ରହିବନି କି କୌଣସି ପ୍ରକାର ଅଭାବ ଅନାଟନ ରହିବ। ମାନେ ବାବା କହିଲେ ସନ୍ଦେଶୀମାନେ ସେତେବେଳେ ସନ୍ଦେଶରେ ଯାଇ ବ୍ରହ୍ମା ବାବା ଥିଲାବେଳେ ବି, ମାନେ ଯେତେବେଳେ ବ୍ରହ୍ମା ବାବା ବଞ୍ଚିଥିଲେ ସେଇ ସମୟରେ ବି ସନ୍ଦେଶୀମାନେ ଯାଇ ସ୍ୱର୍ଗ ଦର୍ଶନ କରୁଥିଲେ, ସୂକ୍ଷ୍ମବତନ ଯାଉଥିଲେ, ମୂଳବତନ ଯାଉଥିଲେ। ବେଳେ ବେଳେ ବି ସେମାନେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ଆତ୍ମାଙ୍କୁ ଡାକୁଥିଲେ। ସେମାନେ ଆସି ବ୍ରହ୍ମା ବାବାଙ୍କ ପାଖରେ କାନ୍ଦୁଥିଲେ, କହୁଥିଲେ ଆପଣଙ୍କର ଜ୍ଞାନ ମୁଁ ଶୁଣିଲିନି, ଭଲରେ ପୁରୁଷାର୍ଥ କଲିନି, ବର୍ତ୍ତମାନ ମୁଁ ଦୁଃଖରେ ଅଛି, ଏମିତି ସବୁ କହୁଥିଲେ। ବାବା କହିଲେ ଶିବ ବାବା କହିଲେ ଇଏ ହେଉଛି ଡ୍ରାମାର ରହସ୍ୟ। ଇଏ ଡ୍ରାମାର ନିୟମରେ ରହିଛି। ଏମିତି ହେବାରୁ ଅନ୍ୟମାନେ ପ୍ରେରଣା ପାଇଲେ, ଯେମିତି ଭଲ ପୁରୁଷାର୍ଥ କରି କେମିତି ଉଚ୍ଚ ପଦ ପାଇବେ ସେଥିପାଇଁ ପ୍ରେରଣା ପାଇଲେ। ସେତେବେଳେ ଭଟ୍ଟି ଚାଲିଥିଲା, 14 ବର୍ଷର ଭଟ୍ଟି। ଯେଉଁମାନେ ପକ୍କା ହେଲେ ସେମାନେ ରହିଲେ, ଯେଉଁମାନେ କଚ୍ଚା ହେଲେ ସେମାନେ ଭଟ୍ଟିରୁ ବାହାରିଗଲେ, ପୁଣି ସେମାନେ ସେଇ ବିକାର ଦୁନିଆରେ ରହିଲେ। ବାବା କହିଲେ, ବାବା କହୁଛନ୍ତି ଟାଇମ୍ ପାସ୍। ସେ ଯେଉଁ ସାକ୍ଷାତକାର କରିବା ସେ ହେଉଛି ଟାଇମ୍ ପାସ୍।
ୟା ଦ୍ୱାରା ଜ୍ଞାନ ବଢ଼ୁନି କି ଯୋଗ ବଢ଼ୁନି କି ପୁରୁଷାର୍ଥ ବଢ଼ୁନି। ତେଣୁ ଏ ସାକ୍ଷାତକାରରେ ଏତେ ସମୟ ଦେବା ପାଇଁ ବାବା ମନା କରିଛନ୍ତି। କର୍ମାତୀତ ହେଲେ ଯାଇ ଆତ୍ମା ପାବନ ହେବ ଆଉ ଯିବ ବାବାଙ୍କ ସାଥିରେ। ତେଣୁ କର୍ମାତୀତ ଅବସ୍ଥା ଆସିବା ପାଇଁ ସବୁବେଳେ ଆତ୍ମଭାନରେ ରହି ନିଜକୁ ଆତ୍ମା ବୋଲି ବିଚାର କରି ପରମପିତା ପରମାତ୍ମାଙ୍କ ସହିତ ରହିବାକୁ ହେବ। ଏମିତି ହେଲେ ମାୟା ଆଉ ତାର କିଛି କମାଲ ଦେଖେଇ ପାରିବ ନାହିଁ। ଯଦି ମନ ସବୁବେଳେ ଭଗବାନଙ୍କ ସହିତ ରହିଲା ତାହେଲେ ମାୟା କେମିତି କିଛି ହଇରାଣ ଆମକୁ କରିପାରିବ କି? ଏକଥା ବାବା କହିଲେ। ବାବା କହିଲେ ଯେ ଯେଉଁ ବାରିଷ୍ଟର ହୁଅନ୍ତୁ, ଓକିଲାତି ଯେଉଁମାନେ କରୁଛନ୍ତି ସେମାନେ କେତେ ପାଠ ପଢ଼ିଛନ୍ତି, ପୁଣି ଯେତେବେଳେ କର୍ମକ୍ଷେତ୍ରକୁ ଯାଉଛନ୍ତି ବା ପାଠରେ ପାସ୍ କରିଗଲେ ତାମାନେ ତାଙ୍କର ପ୍ରାରବ୍ଧ ମିଳିଗଲା। ଯେତେବେଳେ କର୍ମକ୍ଷେତ୍ରକୁ ଯାଉଛନ୍ତି ସେ ପାଠ କିଛି ମାତ୍ରାରେ ତାଙ୍କର କାମରେ ଆସୁଛି, କିନ୍ତୁ କିଛି ସେମାନେ ବର୍ତ୍ତମାନର କେତେ ସଂସାରରେ ନୂଆ ନୂଆ ସବୁ ଅଘଟଣ ଘଟୁଛି, ସେ ପାଠକୁ ଏ ପାଠ ଖାପ ଖାଉନି। ସେମାନେ ନିଜ ବୁଦ୍ଧି ବିଚାର ବଳରେ ଅନୁଭୂତି ବଳରେ ବିଭିନ୍ନ କେସ୍କୁ ସମାଧାନ କରୁଛନ୍ତି। ସେମିତି ଆମେ ବି ଯେଉଁ ପାଠ ପଢ଼ୁଛେ ସେ ପାଠ ଆମ ସାଥିରେ ସତ୍ୟ ଯୁଗକୁ ଯିବନି, କିନ୍ତୁ ଆମେ ଯେଉଁ ସଂସ୍କାର ନେଇକି ଯିବା ତା ବଳରେ ଆମେ ସେଠି ରାଜପଦ ପାଇ ରାଜକୀୟ କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳ ହେବା। ତେଣୁ ବାବା କହିଲେ ଯେ କଳି ଯୁଗରେ ବିଭିନ୍ନ ପ୍ରକାରର କେସ୍ ଯେହେତୁ ଆସୁଛି, ଯେମିତି ଓକିଲମାନେ ତାକୁ ସମାଧାନ କରୁଛନ୍ତି, ଆମେ ମଧ୍ୟ ସତ୍ୟ ଯୁଗରେ କୌଣସି ପ୍ରକାର ତ ଆମ ପାଇଁ ଦୁଃଖ ଯନ୍ତ୍ରଣା ଆସିବ ନାହିଁ, ଜ୍ଞାନ ଦରକାର ହେବ ନାହିଁ, କେବଳ ମନ ମଉଜରେ ରହିବା। ବାବା କହିଲେ ସେଠି ତ ଆମେ ରାଜା ହେବା, ସେଠି କିଛି ନଲେଜର ଦରକାର ନାହିଁ, ଜ୍ଞାନର ଦରକାର ନାହିଁ। କାହିଁକି ନା ବୁଦ୍ଧି ସେମିତି ତୀକ୍ଷ୍ଣ ହେଇଥିବ, ପବିତ୍ର ହେଇଥିବ, ସତପ୍ରଧାନ ହେଇଥିବ। ଆମେ ସବୁ ଅପବିତ୍ର ହେଇଛେ ବୋଲି, ଆମ ବୁଦ୍ଧି ପାତ୍ର ପୁରା ନଷ୍ଟ ହୋଇଛି ବୋଲି, ସେଥିରେ କିଛି ପବିତ୍ରତାର ଅଂଶ ନାହିଁ ବୋଲି ଆମେ ସବୁ ବିକାରକୁ ସାଙ୍ଗରେ ରଖି ଦୁଃଖ ପାଉଛେ। କିନ୍ତୁ ସେଠି ସେସବୁ ନଥିବ, ବୁଦ୍ଧି ତୀକ୍ଷ୍ଣ ଥିବ, ପବିତ୍ର ଥିବ। ତେଣୁ ସେଠାରେ ଆମକୁ କିଛି ଇଏ ଯେଉଁ ଆତ୍ମାର ଜ୍ଞାନ, ପରମାତ୍ମାଙ୍କ ଜ୍ଞାନ, ସୃଷ୍ଟିଚକ୍ର ଜ୍ଞାନ, ଏସବୁ ଜ୍ଞାନ କିଛି ଦରକାର ହେବ ନାହିଁ। ବାବା କହିଲେ ଯେ ନାରାୟଣଙ୍କ ଚିତ୍ର, ବିଷ୍ଣୁଙ୍କ ଚିତ୍ର, ବ୍ରହ୍ମା ବିଷ୍ଣୁ ମହେଶ୍ୱର ବା ଶଙ୍କରଙ୍କ ଚିତ୍ର, ବିଭିନ୍ନ ପ୍ରକାରର ଚିତ୍ର ଭକ୍ତି ମାର୍ଗରେ ଅଛି। ଲୋକମାନେ ବି ବିଷ୍ଣୁଙ୍କୁ ପୂଜା କରୁଛନ୍ତି, ବିଭିନ୍ନ ପ୍ରକାର ପୂଜା କରୁଛନ୍ତି, କିନ୍ତୁ ଯେହେତୁ ସେମାନଙ୍କର ବାୟୋଗ୍ରାଫି ଭଲରେ ଜାଣିନାହାନ୍ତି, ସେ ପୂଜାରେ ସେମିତି କିଛି ଫଳ ପାଉନାହାନ୍ତି। ତେଣୁ ବାବା କହିଲେ ସେ ଆସିଛନ୍ତି, ସମସ୍ତଙ୍କର ବାୟୋଗ୍ରାଫି ଜଣାଉଛନ୍ତି। ତେଣୁ ଆମେ ସବୁ ସେଗୁଡ଼ାକ ଜାଣିଗଲେଣି, ଆମର ପୂଜା ପାଠର କିଛି ଦରକାର ନାହିଁ, କେବଳ ଆଟେନସନ୍ ରଖିବା କାହା ପ୍ରତି, ପୁରୁଷାର୍ଥ ଆମେ କରୁଛେ ନା ନାହିଁ, ଆମକୁ ମାୟା ଆକର୍ଷଣ କରୁଛି କି, ଆମେ ଠିକରେ ୟାଦ କରୁଛେ ନା ନାହିଁ, ସେଥିପାଇଁ ଆମେ ସବୁବେଳେ ଆଟେନସନ୍ ରଖିବା। ତେଣୁ ସମୟ ସଫଳ କରିବା ପାଇଁ ଟାଇମ୍ ୱେଷ୍ଟ କରିବା ନାହିଁ। ତନୁ ମନ ଧନ ସମୟ ସଂକଳ୍ପ ଦୃଷ୍ଟି ବୃତ୍ତି କୃତି ସବୁଥିପାଇଁ ଆଟେନସନ୍ ରଖିବା, ସବୁ ଈଶ୍ୱରୀୟ ସେବାରେ ଲଗେଇବା। ବାବା କହିଲେ ଭକ୍ତି ମାର୍ଗରେ ବି କେତେ ଟଙ୍କା ପଇସା ସୁନା ରୂପା ମନ୍ଦିର ତିଆରି କରୁଛନ୍ତି, କେତେ କ'ଣ କରୁଛନ୍ତି, କିନ୍ତୁ ଇଏ ସବୁ ହେଉଛି ଇନଡାଇରେକ୍ଟ ଦାନ। ଏବେ ସ୍ୱୟଂ ପରମପିତା ପରମାତ୍ମା ଆସିଛନ୍ତି, ତାଙ୍କୁ ଆମେ ଡାଇରେକ୍ଟ ଦାନ ଦେବା। ସିଏ ହେଉଛନ୍ତି ଧନୀ, ତାଙ୍କ ସେବାରେ ଆମେ ଲଗେଇବା। କ'ଣ ତାଙ୍କର ସେବା କ'ଣ? ମାନେ ବିଭିନ୍ନ ହସ୍ପିଟାଲ ଖୋଲିବା, ୟୁନିଭର୍ସିଟି ଖୋଲିବା। ସେ କି ହସ୍ପିଟାଲ, କି ୟୁନିଭର୍ସିଟି? ସେ ହେଉଛି ଆତ୍ମାର ବା ଆତ୍ମିକ ହସ୍ପିଟାଲ, ଆତ୍ମିକ
ୟୁନିଭର୍ସିଟି। ତାମାନେ ଏ ଆତ୍ମାକୁ ପାଠ ପଢ଼େଇବ, ଆତ୍ମା ନିରୋଗ ରହିବା ପାଇଁ ବାଟ ବତେଇବ। ବାବା କହୁଛନ୍ତି ସେସବୁ ଖୋଲ, ଜନକଲ୍ୟାଣ ବିଶ୍ୱ କଲ୍ୟାଣରେ ତୁମ ଟଙ୍କା ଲାଗିବ ବା ତୁମର ଧନ ସମ୍ପତ୍ତି ସମୟ ସଂକଳ୍ପ ସବୁ ସେଇ ବାଟରେ ଲଗାଅ। ସେ ବିଶ୍ୱ କଲ୍ୟାଣକାରୀ ହେଲେ ତୁମର ପ୍ରାରବ୍ଧ ଯଥେଷ୍ଟ ବଢ଼ିଯିବ ବା ପୁରୁଷାର୍ଥ ବଳ ବଢ଼ିବ। ବାବା ସେଥିପାଇଁ କହୁଛନ୍ତି କାହାର ରାଜା ଖାଇବ, କାହାର ଧୂଳିରେ ମିଶିଯିବ, ପୁଣି କେତେ କ'ଣ ଦୈବୀ ଦୁର୍ବିପାକ ଘଟିବ, କେମିତି କେମିତି ସବୁ କ୍ଷୟ ହେଇଯିବ। ଆମେ ଜାଣିଛେ ବିନାଶ ସମୟ ପୁରା ହେଇଗଲାଣି, ପାଖେଇ ଆସିଲାଣି। ତେଣୁ ଯାହା ଅଛି ଆମେ ନିର୍ବିଘ୍ନ ଚିତ୍ତରେ ମନ ଖୁସିରେ ଈଶ୍ୱରୀୟ ସେବାରେ ଲଗେଇବା ପାଇଁ ବାବା କହୁଛନ୍ତି। ବାବା କହୁଛନ୍ତି ଶ୍ରୀମତ ପ୍ରମାଣ ଆମେ ଯଦି ଚାଲିବା ତାହେଲେ 21 ଜନ୍ମ ଯାଏ ଆମେ ସୁଖୀ ହେବା। କିନ୍ତୁ ଯିଏ ବାବାଙ୍କର ହାତ ଛାଡ଼ିଦେବ ମଝିରୁ, ସେ ପୁଣି ସେଇ ମାୟା ପାଖରେ ପହଞ୍ଚି ସେଇ ରାବଣ ରାଜ୍ୟକୁ ଆସିବ। ତେଣୁ ବାବା କହୁଛନ୍ତି ତୁମେ ତ ରାସ୍ତା ଜାଣିଗଲଣି, ବର୍ତ୍ତମାନ ଅନ୍ୟମାନଙ୍କୁ ସେଇ ବାବାଙ୍କର ରାସ୍ତା ଦେଖାଅ ବା ଶାନ୍ତିଧାମକୁ ସୁଖଧାମକୁ ରାସ୍ତା ଦେଖାଇବା ପାଇଁ ବାବା କହୁଛନ୍ତି। ଆମେ ନିରୋଗ ରହିବା ଯୋଗ ବଳରେ। ତେଣୁ ନିରୋଗ ରହିବା ପାଇଁ ଯୋଗର ଏତେ ଆବଶ୍ୟକତା ରହିଛି ବା ରାଜଯୋଗର ଏତେ ଆବଶ୍ୟକତା ରହିଛି। ଭଗବାନଙ୍କୁ ସବୁବେଳେ ୟାଦ କରିବା ହେଉଛି ତାର ପ୍ରଧାନ କାର୍ଯ୍ୟ। ତା ଫଳରେ ଆମେ 21 ଜନ୍ମ ନିରୋଗ ରହିବା। ସ୍ୱର୍ଗରେ ରାଜା ଥିଲେ ଆମେ ସତ୍ୟ ଯୁଗରେ, ଏବେ ରାଜପଦ ହରେଇ ଦେଇଛେ, ଦୁଃଖରେ ଅଶାନ୍ତିରେ ରହିଛେ, ପୁଣି ସେଇ ରାଜପଦ ଆମକୁ ପ୍ରାପ୍ତ ହେବ। ଏକଥା ବାବା ସ୍ୱୟଂ କହୁଛନ୍ତି। ପୁଣି କାହାକୁ ପ୍ରାପ୍ତ ହେବ? ଆମର ଏଇ ଭାରତ ଭୂମି ଅଖଣ୍ଡ ଭାରତରେ ସ୍ୱର୍ଗ ସ୍ଥାପନ ହେବ। ଆଗରୁ ବି ଆର କଳ୍ପରେ ହେଇଥିଲା ବା କଳ୍ପ କଳ୍ପ ପ୍ରତିକଳ୍ପରେ ହେଉଛି ଏ ଅନାଦି ଅବିନାଶୀ ଡ୍ରାମା। ତେଣୁ ସେ ସବୁବେଳେ ହେଇ ଆସିଛି, ଏବେ ବି ହେବ। ଆମେମାନେ ସ୍ୱର୍ଗରେ ଦେବୀ ଦେବତା ହେବା। ସ୍ୱର୍ଗର ମାଲିକ ଥିଲେ, ଏବେ ପୁଣି ହେବା। ଆମେ ହରେଇ ଦେଇଛେ, ପୁଣି ହେବା। ଅନ୍ୟ କିଏ ହେବେନି, ଆମେ ଏକଥା ଜାଣିଲେ। ଏଥିପାଇଁ ଏ କଥା ବୁଝେଇବା ପାଇଁ କିଛି ଚିତ୍ରର ଆବଶ୍ୟକତା ନାହିଁ। ଏଥିପାଇଁ ମୂଳବତନ ସୂକ୍ଷ୍ମବତନ ଏସବୁ କଥା ବୁଝାଯାଏ। ଭକ୍ତି ମାର୍ଗରେ ବି ଅନେକ ଚିତ୍ର ଅଛି, କିନ୍ତୁ ଚିତ୍ରକୁ ଆମେ କରେକ୍ସନ କରିକି ବୁଝେଇବା, ନହେଲେ ଅନ୍ୟମାନେ ଭାବିବେ ଏମାନେ ନାସ୍ତିକ। ବାବା କହିଲେ ସାଇନ୍ସ ବାଲା କେତେ ବମ୍ସ ତିଆରି କରିଛନ୍ତି, ତାକୁ ଦେଖି ସିଏ, ତାକୁ ଦେଖି ସିଏ, ସମସ୍ତେ ନିଜର ପ୍ରତିରକ୍ଷା ପାଇଁ ବମ୍ସ ତିଆରି କରୁଛନ୍ତି। ଯଦି କିଏ ସମୁଦ୍ରରେ ତିଆରି କରିଥିବା ସବୁ ବମ୍ସ ନେଇକି ପକେଇଦେବ, ତାହେଲେ ଅନ୍ୟମାନେ ବି ବମ୍ସ ଆଉ ତିଆରି କରିବେ ନାହିଁ। କିନ୍ତୁ ବାବା କହୁଛନ୍ତି ନିଶ୍ଚୟ ତ ସମୟ ଆସିଲାଣି, ବିନାଶ ହେବ, ଲଢ଼େଇ ଲାଗିବ। ତୁମେ ଯାହା କଲେ ବି ବିନାଶ ହେବ। ଯିଏ ଯେତେ ଯାହା ରଖିଥିଲେ ବି ବିନାଶଟା ନିଶ୍ଚିତ। ବାବା କହିଲେ ସୃଷ୍ଟି ବିନାଶ ହେବ ନିଶ୍ଚିତ ଭାବରେ ଜାଣିଲେ। ତେଣୁ ଆମର ଯାହା ଅଛି ଆମେ ଈଶ୍ୱରୀୟ ସେବାରେ ସବୁ ଖର୍ଚ୍ଚ କରିବା। ମାନେ ଭାଗ୍ୟ ପାଇବା ପାଇଁ ବାବା କହୁଛନ୍ତି ସବୁକିଛି ଧନୀ ପାଖରେ ଦେଇଦିଅ, ଧନୀକୁ ଦେଇଦିଅ। ଧନୀ କିଏ? ଧନୀ ହେଲେ ଶିବ ବାବା। ଶିବ ବାବାଙ୍କ ସମର୍ପଣ କରି ଈଶ୍ୱରୀୟ ସେବାରେ ଆମେ ଧନ ସମ୍ପତ୍ତି ଲଗେଇବା ପାଇଁ ବା ସମୟ ସଂକଳ୍ପ ମନ ବୁଦ୍ଧି ସବୁ ଲଗେଇବା ପାଇଁ ବାବା ବାର ବାର କହୁଛନ୍ତି। ପୁଣି କେଉଁ ବାଟରେ ଖର୍ଚ୍ଚ ହେବ ସେଇ ପଇସାଟା? ରୁହାନୀ ହସ୍ପିଟାଲ, ରୁହାନୀ ୟୁନିଭର୍ସିଟି ଖୋଲିବାରେ। ସେଗୁଡ଼ାକ ଖୋଲିଲେ ସବୁ ଆତ୍ମା ସେଠି ଆତ୍ମିକ ପାଠ ପଢ଼ିବେ, ପୁଣି ପତିତରୁ ପାବନ ହେବେ। ତେଣୁ ଡାଇରେକ୍ଟ ଦାନ ଆମେ ଦେବା, ଆଉ ଇନଡାଇରେକ୍ଟ ଦାନ ଦେବା ନାହିଁ। ଉଚ୍ଚ ପଦ ପାଇଁ ତ ପୁରୁଷାର୍ଥ ଦରକାର। ବ୍ରହ୍ମା ବାବା କେମିତି ହେଇଥିଲେ, କେମିତି ଉଚ୍ଚ ପଦ ପାଇବେ ବା କେମିତି ସେ ଶ୍ରୀକୃଷ୍ଣ ହେବେ, ସ୍ୱର୍ଗର ପ୍ରଥମ ରାଜକୁମାର ହେବେ, ସେ ନାରାୟଣ ହେବେ, ମହାରାଜା ହେବେ? କେମିତି? ସିଏ ତାଙ୍କର ସବୁ
ମାନେ ନିଜକୁ ପୁରା ସମର୍ପଣ କରିଦେଲେ ଶିବ ବାବାଙ୍କ ପାଖରେ। ମାନେ ସିଏ କହିଲେ ଦୁଇଟା ଜିନିଷ ମୋତେ ମିଳିଲା, ମାନେ ଆଲ୍ଲା ମିଳିଲେ, ମାନେ ଭଗବାନ ମିଳିଲେ, ଭଗବାନଙ୍କର ସମ୍ପତ୍ତି ମୋତେ ସବୁ ମିଳିଲା, ମୋର ଆଉ କ'ଣ ଦରକାର। ସିଏ ଯାହା ସହିତ ଭାଗରେ ବ୍ୟବସାୟ କରିଥିଲେ ତାଙ୍କୁ କହିଲେ ତମେ ଏବେ ରାଜପଦ ନେଇଯାଅ, ମୋର ଆଉ ଦରକାର ନାହିଁ। ମାନେ ଯାହା ତାଙ୍କର ଟଙ୍କା ପଇସା ଭଲ ମନ୍ଦର ହିସାବ କିତାବ ତାଙ୍କ ମନ ଇଚ୍ଛା, ଯେ ଭାଗୁଆଳି ଯିଏ ଥିଲେ ସିଏ ତାଙ୍କ ମନ ଇଚ୍ଛା ରଖିଲେ, ବାବାଙ୍କୁ ଯାହା ଦେଲେ। କାହିଁକି ନା ସିଏ କହିଲେ ବୋଧହୁଏ ଇଏ କିଛି ଜଞ୍ଜାଳ କରିବେ, କିନ୍ତୁ ଭଗବାନଙ୍କୁ ଯିଏ ପାଇଛନ୍ତି, ଭଗବାନଙ୍କ ତୁଳନାରେ ଆଉ କାହାର ବା ମୂଲ୍ୟ ଅଛି। ବ୍ରହ୍ମା ବାବା ସେ କଥା ବୁଝିଗଲେ। ଆମେ ବି ସେଇଭଳି ଭଗବାନଙ୍କୁ ବଡ଼ ବୋଲି ଭାବିବା, ସବୁବେଳେ ସେଇ ଅଲଫକୁ ଆଲ୍ଲା ମିଲା ଏମିତି ଭାବିକି ଆମେ ନିଜକୁ ସମର୍ପଣ କରିଦେବା। ବାବା କହିଲେ ଯେ ଗଭର୍ଣ୍ଣମେଣ୍ଟ କେତେ ଟଙ୍କା ଛପଉଛି, ଯେଉଁ ଟଙ୍କା ଗୁଡ଼ିକ ନଷ୍ଟ ବା କିଛି ତା ଦେହରେ ଖୋଟ ରହୁଛି, ଅସୁବିଧା ରହୁଛି, ତାକୁ ବି ପୋଡ଼ା ହେଇଯାଉଛି। ଆଗରୁ ତ ସ୍ୱର୍ଣ୍ଣ ମୁଦ୍ରା ରୌପ୍ୟ ମୁଦ୍ରା ଥିଲା, ଏବେ କିନ୍ତୁ ଏସବୁ ହେଇଛି। ବାବା କହିବା କଥା କାହାର ସମ୍ପତ୍ତି ଡାକୁ ଖାଇବ, କାହାର ଚୋରି ହୋଇଯିବ, କାହାର ମାଟିରେ ମିଶିଯିବ ବା ଭୂମିକମ୍ପରେ ଦବିଯିବ, ବିଭିନ୍ନ ଉପାୟରେ ସବୁ ସମ୍ପତ୍ତି ଲସ୍ ହବ ହିଁ ହବ। ସେଥିପାଇଁ ଆମେ ବାବାଙ୍କ ନାମରେ ବା ଆମର ଈଶ୍ୱରୀୟ ସେବାରେ ଆମେ ନିଶ୍ଚିତ ଭାବରେ ସବୁ ଲଗେଇବା। ବାବା କହିଲେ ଯେ ଏବେ ଆମର ଲକ୍ଷ୍ୟସ୍ଥଳ ଖୁବ୍ ନିକଟତର ହୋଇଗଲାଣି। ଆମର ଲକ୍ଷ୍ୟସ୍ଥଳ କ'ଣ? ଶାନ୍ତିଧାମକୁ ଯିବା, ପୁଣି ତାପରେ ସୁଖଧାମକୁ ଆସିବା। ଆମ ଆଖି ଆଗରେ ସବୁବେଳେ ସେଇ ଶାନ୍ତିଧାମ ସୁଖଧାମ ଯେମିତି ନାଚି ଉଠିବ, ନାଚିଲେ ହିଁ ଆମେ ଖୁସି ପାଇବା। ଯେତେ ପାଖେଇ ଆସୁଛି ଆମ ମନ ସେତେ ଖୁସି ହେଉଛି। ଶାନ୍ତିଧାମ ଆଉ ସ୍ୱର୍ଗ ଆମର ଦୁଇଟା ଯାକ ହେଉଛି ପ୍ରଥମ ଆଖି ଆଗରେ ରହିବାର ଦୁଇଟି ଜିନିଷ। ବାବା କହିଲେ ନିଜର ଟାଇମ୍ ସଫଳ ପାଇଁ ଆଟେନସନ୍ ଦେବା ସବୁବେଳେ। ସେମିତି ଆଟେନସନ୍ ଦେଲେ ବା ଭଗବାନଙ୍କୁ ମନେ ପକେଇବା, ଈଶ୍ୱରୀୟ ସେବାରେ ସମୟ ଦେବା, ଏସବୁ ସମୟକୁ ଆମେ ସଫଳ କଲେ ମାୟା ଆମକୁ ଆଉ ହଇରାଣ କରିପାରିବନି। ଯାହା ବାପ ହେ ଉହାଁ ପାପ ନେହିଁ। ତେଣୁ ମାୟା ଆଉ ଆମ ପାଖ ଆସିପାରିବନି। ବାବା କହିଲେ ଉଚ୍ଚ ଭାଗ୍ୟ ବନେଇବା ପାଇଁ ଧନୀ ନାମରେ ସବୁ ସଫଳ କରିବା ବା ଭଗବାନଙ୍କ ଈଶ୍ୱରୀୟ ସେବାରେ ସବୁ ଲଗେଇବା, ଆଉ ସମସ୍ତଙ୍କୁ ରାସ୍ତା ବତେଇବା। କାହାକୁ ଆମେ ହଇରାଣ କରିବା ନାହିଁ, ଦୁଃଖ ଦେବା ନାହିଁ। ଆମେ ସମସ୍ତଙ୍କୁ ଭଗବାନଙ୍କ ରାସ୍ତାରେ ଆସିବା ପାଇଁ ପ୍ରେରିତ କରିବା। ବାବା କହିଲେ ରୁହାନୀ ୟୁନିଭର୍ସିଟି, ରୁହାନୀ ହସ୍ପିଟାଲ ଆମେ ଖୋଲିବା। ତା ଦ୍ୱାରା ହିଁ ଅନେକ ଆତ୍ମା ଉପକୃତ ହେବେ। ଶିବ ବାବାଙ୍କୁ ବା ଉଚ୍ଚତେ ଉଚ୍ଚ ହେଲେ ଶିବ ବାବା, ସେଇ ପିତାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ଶୁଭ ଏବଂ ଶ୍ରେଷ୍ଠ କର୍ମଧାରୀ ହେବା। ଆମ କର୍ମ ସବୁବେଳେ ଶୁଭପ୍ରଦ ହେବ ଆଉ ଶ୍ରେଷ୍ଠ ହେବ। ଆମେ ଜାଣିଛେ ରାଇଟ୍ ହ୍ୟାଣ୍ଡରେ ସବୁବେଳେ ଯେତେ ଶୁଭ କାମ ଏଇ ଦକ୍ଷିଣ ହସ୍ତରେ କରାଯାଏ। ବାବା ଆମକୁ କହୁଛନ୍ତି ତୁମେ ମୋର ରାଇଟ୍ ହ୍ୟାଣ୍ଡ ବା ତୁମେ ମୋର ଦକ୍ଷିଣ ହସ୍ତ। ଆମେ ଯଦି ତାଙ୍କର ଦକ୍ଷିଣ ହସ୍ତ ହେଲେ ତାହେଲେ ସବୁବେଳେ ଶୁଭ ଓ ଶ୍ରେଷ୍ଠ କର୍ମ କରିବା। ଆମର ପ୍ରତ୍ୟେକ କର୍ମ ଶିବ ବାବାଙ୍କୁ ଯେମିତି ପ୍ରତ୍ୟକ୍ଷତା କରିବ। ମାନେ ଏତେ ଭଲ କାମ ଆମେ କରିବା ଯେ ଯିଏ ଦେଖିଲେ କହିବ ଇଏ ହେଉଛନ୍ତି ଭଗବାନଙ୍କର ଈଶ୍ୱରୀୟ ସନ୍ତାନ ବା ବ୍ରହ୍ମାକୁମାର ବ୍ରହ୍ମାକୁମାରୀ। ତେଣୁ କର୍ମ ହେଉଛି କ'ଣ? କର୍ମରେ ସବୁ ପ୍ରତ୍ୟକ୍ଷତା ଆସେ। ଆମେ କ'ଣ ଭାବୁଛେ, ଆମ ସଂକଳ୍ପ, ଆମ ବୋଲଚାଲ ବା କଥନ ସବୁ କର୍ମରେ ଆସେ। ତେଣୁ କର୍ମକୁ ସମସ୍ତେ ଦେଖନ୍ତି ବା କର୍ମଟାକୁ ଦେଖିକି ବି ଅନୁଭବ କରନ୍ତି ସେ କେମିତିକା ଲୋକ ବୋଲି। ତେଣୁ ଆମର ଭାବନା ଆଉ କହିବା ସବୁ ଯେହେତୁ କର୍ମରେ ଆସୁଛି, ତେଣୁ ଆମେ ସବୁବେଳେ ଶ୍ରେଷ୍ଠ ଆଉ ଶୁଭ କର୍ମ କରିବା। ରୁହାନୀ ଦୃଷ୍ଟି ଦ୍ୱାରା ଆତ୍ମିକ ଖୁସିର ଚେହେରା ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରିବା। ସବୁବେଳେ
ଆତ୍ମିକ ଦୃଷ୍ଟି। ସମସ୍ତେ ଭଗବାନଙ୍କର ସନ୍ତାନ। ଆଉ ସବୁବେଳେ ଆମର ଖୁସି, ମୁହଁରେ ହର୍ଷିତ ମୁଖତା। ସବୁବେଳେ ଯିଏ ପ୍ରାପ୍ତି ଯାହାର ସବୁ ଥାଏ, ଯାହାର କିଛି ଅଭାବ ନାହିଁ, ସେ ତ ନିଶ୍ଚୟ ଖୁସିରେ ରହେ। ତେଣୁ ଅପ୍ରାପ୍ତି ଯେହେତୁ ଆମର କିଛି ନାହିଁ ବ୍ରାହ୍ମଣ ଜୀବନରେ, ତେଣୁ ଆମର ଖୁସି ହିଁ ଖୁସି। ଏଇ ହେଉଛି ଆମର ପ୍ରକୃତ ଚେହେରା। ବାବା କହିଲେ ଯେ ରୁହାନିୟତର ଅର୍ଥ ହେଲା ନୟନରେ ପବିତ୍ରତା ଝଲକିବ। ଆମ ନୟନକୁ ଦେଖିବା, ଆଖିରେ ହିଁ ଆମର ସବୁ ଜଣାପଡ଼ିବ, ଆମ ଦୃଷ୍ଟିରେ, ଆମ ଆଖିରେ। ବାବା କହିଲେ ସୁଖରେ ପବିତ୍ରତାର ହସ, ମାନେ ମୁଖରେ, ଆମ ମୁହଁରେ ପବିତ୍ରତାର ହସ ଥିବ, ଆଉ ଆଖିରେ ପୁରା ନୟନରେ ଆମର ଥିବ ରୁହାନିୟତ। ଏଇ ହେଲା ଆମର, ସେମିତିଆ ଆମର ରୂପ ହେବା ନିହାତି ଦରକାର। ବାବା ସେଥିପାଇଁ କହୁଛନ୍ତି, ପିଲାମାନେ ତୁମେ ପ୍ରତିଦିନ ତ ମୁରଲି ଶୁଣୁଛ, ସେ ମୁରଲିକି ଧାରଣ ନ କରିଲେ, ଜ୍ଞାନକୁ ଧାରଣ ନ କରିଲେ କେବଳ ବାବାଙ୍କର ନିନ୍ଦା କରାଇବା କଥା। ତେଣୁ ଓମ୍ ଶାନ୍ତି। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନେ ଖୁବ୍ ଆନନ୍ଦରେ ସୁସ୍ଥରେ ଜୀବନଯାପନ କରନ୍ତୁ। ଏହା ହିଁ ମୋର ଶୁଭ ଭାବନା, ଶୁଭ କାମନା। ଓମ୍ ଶାନ୍ତି।